Welcome to Deep Insights. Today we are discussing about class 6 second chapter. ସର୍ବପ୍ରାଚୀନ ସମାଜ ବିଷୟରେ ଆଲୋଚନା କରିବା। ଆଜକୁ ପ୍ରାୟ 15 ଲକ୍ଷ ବର୍ଷ ତଳେ ବଣ ମଣିଷ ସଦୃଶ ନୃବାନନରୁ ଆଦିମ ମାନବର ଉତ୍ପତ୍ତି ହୋଇଥିଲା। ସେମାନଙ୍କର ବୃଦ୍ଧି କେବଳ ଖାଦ୍ୟ ସଂଗ୍ରହ ଓ ନିଜର ସୁରକ୍ଷା ପର୍ଯ୍ୟନ୍ତ ସୀମିତ ଥିଲା। ଭୋକ ଦାଉରୁ ରକ୍ଷା ପାଇବା ପାଇଁ ଜୀବନ ବିକଳରେ ସେମାନେ କଣ କଞ୍ଚା ମାଂସ ଖାଇ ଯାଉଥିଲେ। ଗୋଟିଏ ସ୍ଥାନରେ ଶିକାର ବା ଫଳମୂଳର ଅଭାବ ଅନ୍ୟ ସ୍ଥାନକୁ ଯାଉଥିଲା। ହେଲା କି ବସ୍ତ୍ରର ବ୍ୟବହାର ସେମାନଙ୍କୁ ଜଣା ନଥିଲା, ତେଣୁ ସେମାନେ ଲଙ୍ଗଳା ହେଇ ବୁଲୁଥିଲେ, କଥା କହି ଶିଖିନଥିଲେ, ବିଭିନ୍ନ ଠାର ବା ସଂକେତ ମାଧ୍ୟମରେ କଥାବାର୍ତ୍ତା କରୁଥିଲେ। ଏହିପରି ଯାଯାବର ଜୀବନ ଯାପନ କରିବା ତାଙ୍କ ପକ୍ଷରେ କଷ୍ଟକର ଓ ବିପଦପୂର୍ଣ୍ଣ ମଧ୍ୟ ରହିଥିଲା। ନିଜ ଜୀବନକୁ ସୁରକ୍ଷିତ କରିବା ପାଇଁ ସେ ପଥରକୁ ବ୍ୟବହାର କରୁଥିଲେ। ହେଲା, ବହୁ ଦିନ ଧରି ପଥର ହିଁ ତାଙ୍କର ନିତ୍ୟ ବସ୍ତୁ ଥିଲା। ଏହା ଥିଲା ତାଙ୍କର ପ୍ରଧାନ ଅସ୍ତ୍ର। ଯେହେତୁ ପଥରକୁ ବ୍ୟବହାର କରି ସେ ବହୁତ କାମ କରୁଥିଲେ, ତେଣୁ ତାଙ୍କର ପ୍ରଥମ ଯୁଗଟିକୁ ପ୍ରସ୍ତର ଯୁଗ ବୋଲି କୁହାଯାଏ। ଏହି ଯୁଗକୁ ପ୍ରସ୍ତର ନିମିତ୍ତ ହାତ ହତିଆର ବ୍ୟବହାରକୁ ନେଇ ଏହି ଯୁଗକୁ ଦି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ପୁରାତନ ପ୍ରସ୍ତର ଯୁଗ ଆଉ ଗୋଟିଏ ନୂତନ ପ୍ରସ୍ତର ଯୁଗ। ପୁରାତନ ପ୍ରସ୍ତର ଯୁଗ କଣ? ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ଖାଦ୍ୟ ସଂଗ୍ରହ ଓ ନିରାପତ୍ତା ପାଇଁ ପ୍ରସ୍ତରକୁ ହିଁ ଏକମାତ୍ର ମାଧ୍ୟମ। ଖାଦ୍ୟ ସଂଗ୍ରହ ପାଇଁ କି ତେଣ୍ଟା ନେଲା, ବାଘକୁ ଗେବି ଦେଲା, ବାଘ ମରିଗଲା, ଆଣି ଖାଇଦେଲା। ତେଣ୍ଟା ନେଲା, ଯଦି ରାସ୍ତାରେ ଗଲା ବାଘ ଦେଖେଇଦେଲା ତେଣ୍ଟା, ବାଘ ଡରିକି ପଳେଇଲା। ଏମିତି କାମ କରୁଥିଲା। ସେଥିପାଇଁ ଏଇଟା ପୁରାତନ ପ୍ରସ୍ତର ଯୁଗ ବୋଲି କୁହାଯାଇଛି। ପ୍ରଥମତଃ ଋତୁ ଅନୁଯାୟୀ ବିଭିନ୍ନ ଗଛରେ ବିଭିନ୍ନ ପ୍ରକାର ଦେଖାଗଲା ଫସଲ, ଫଳ, ମୂଳ ଏସବୁ। ତେଣୁ ଋତୁ ପରିବର୍ତ୍ତନ ଅନୁସାରେ ସେମାନେ ସ୍ଥାନ ପରିବର୍ତ୍ତନ କରୁଥିଲେ। ଋତୁ ଯୁଆଡେ ହେଲା ସ୍ଥାନ ସିଆଡେ ସେମାନେ ପରିବର୍ତ୍ତନ କଲେ। ଗୋଟେ ଜାଗାରେ ରହୁନଥିଲେ, ଯାଯାବର ଜୀବନ ଯାପନ କରୁଥିଲେ। କାହିଁକି? ସବୁବେଳେ ସବୁ ଜିନିଷ ଗୋଟାଏ ଜାଗାରେ ମିଳୁନଥିଲା, ଅଲଗା ଅଲଗା ଜାଗାରେ ସବୁ ଜିନିଷ ମିଳୁଥିଲା। ବୁଝିପାରିଲ? ତୃତୀୟରେ ପ୍ରଚୁର ଜନ ଓ ଉର୍ବର ଚାରଣ ଭୂମି ପାଇଁ ନଦୀ କୂଳ ପରିବେଶ ଓ ବାସସ୍ଥଳୀ ତାଙ୍କର ମୁଖ୍ୟ ଜିନିଷ ଥିଲା। ନଦୀ କୂଳରେ ବେଶୀ ରହୁଥିଲେ, କାହିଁକିନା ଉପକୂଳବର୍ତ୍ତୀ ଅଞ୍ଚଳରେ ଫସଲ ବହୁତ ବଢିଆ ମିଳେ। ତେଣୁ ପଶୁ ଶିକାର ପାଇଁ ଏମାନେ ଗୋଟିଏ ନଦୀ କୂଳରୁ ଅନ୍ୟ ନଦୀ କୂଳକୁ ଚାଲି ଯାଉଥିଲେ। ଆଦି ମାନବ କାହିଁକି ପଥର ତିଆରି ହାତ ହତିଆର ବ୍ୟବହାର କରୁଥିଲା? ଚିନ୍ତା କରି ଲେଖ। ହାତ ହତିଆର ଦେଖିବା ପଥର ତିଆରି। ପଞ୍ଜାବର ସୋନ ନଦୀ, ଉତ୍ତର ପ୍ରଦେଶର ବିଲା ନଦୀ ଉପତ୍ୟକା ଓ ଦାକ୍ଷିଣାତ୍ୟ ମାଳଭୂମିର କେତେକ ସ୍ଥାନରୁ ସେ ସମୟରେ ତିଆରି ପଥର ଆଉ କୁରାଢି ଏବଂ ତାଙ୍କର ବଛା ବଛା ଜିନିଷ ଆବିଷ୍କୃତ ହୋଇଛି। ଏଗୁଡିକ ସେମାନେ ଖେଳିବା, କାଟିବା, ଛେଚିବା, ଶିକାର କରିବା ଆଦି କାର୍ଯ୍ୟରେ ବ୍ୟବହାର କରୁଥିଲେ ନା। ଆଉ କଣ? ଗଛର ବକଳ କାଢି ପାରୁଥିଲେ, ପଶୁମାନଙ୍କ ଛାଲ ତିଆରି କରୁଥିଲେ। ହେଲା, ପଥର ବ୍ୟବହାର କରି ପଥରକୁ ପିଟିବା, ଛେଚିବା, ଘଷିବା ଇତ୍ୟାଦି କାମରେ ବ୍ୟବହାର କରୁଥିଲେ। ବର୍ତ୍ତମାନ ଆମେ ପଢିବା ପୁରାତନ ପ୍ରସ୍ତର ଯୁଗର ହାତ ହତିଆର ଗୁଡିକ। ଏଇ ସବୁ ଚିତ୍ର ରହିଥିବ ବହିରେ। ବସ୍ତ୍ର ଓ ବାସଗୃହ। ପୁରାତନ ପ୍ରସ୍ତର ଯୁଗରେ ମନୁଷ୍ୟ ଖାଦ୍ୟ ସଂଗ୍ରହ କରୁଥିଲା, ଖାଦ୍ୟ ପାଇଁ ପ୍ରକୃତି ଉପରେ ନିର୍ଭର କରୁଥିଲା, ଭୋକ ଲାଗିଲେ ଖାଉଥିଲା, ଶୀତ ଓ ଖରାରୁ ରକ୍ଷା ପାଇବା ପାଇଁ ଶରୀରକୁ କଣ କରୁଥିଲା? ଢାଙ୍କିକି ରଖୁଥିଲା। କାଳକ୍ରମେ ସେ ପଶୁ ଚମଡା ବା ଗଛର ବକଳକୁ ବସ୍ତ୍ର ରୂପେ ବ୍ୟବହାର କରି ଶିଖିଲା। ଜୀବଜନ୍ତୁ ମାନଙ୍କ ଆକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସେ ଗଛର କୋରଡରେ କିମ୍ବା ପାହାଡର ପ୍ରାକୃତିକ ଗୁମ୍ଫାରେ ଆଶ୍ରୟ ନେଉଥିଲା। ନିଆଁର ବ୍ୟବହାର ପଢିବା। ନିଆଁର ବ୍ୟବହାର। ଆଦି ମାନବ ଏ ଯୁଗର ମନୁଷ୍ୟ ପ୍ରଥମ ଥର ପଥର ସହିତ ପଥର ଘଷିକି ନିଆଁର ବ୍ୟବହାର ଶିଖିଲା। ସେଇ ନିଆଁ ଗଛ, ପତ୍ର ଓ ଡାଳକୁ ପୋଡି ପାଉଁଶ କରିଦେବାର ଲକ୍ଷ୍ୟ କରାଯାଉଥିଲା। ତେଣୁ ଜାଳିବା ପାଇଁ ଏଇ କୌଶଳ ଶିଖିଲା। କୌଶଳଟି ଶିଖିଲା ନିଆଁକୁ କେମିତି ବ୍ୟବହାର କରିବ। ନିଆଁର ବ୍ୟବହାର ତା ଜୀବନରେ ପରିବର୍ତ୍ତନ ଆଣିବା। ସେ ସମୟରେ ଏଇଟା ଗୋଟେ ବହୁତ ବଡ ରିଭଲ୍ୟୁସନ, ନିଆଁର ଉଦ୍ଭାବନ। ନିଆଁ ଦ୍ୱାରା ନିଜ ଶରୀରକୁ ଶୀତ ଦାଉରୁ ରକ୍ଷା କରିପାରିଲା। ନିଆଁର ଆଲୋକ ସାହାଯ୍ୟରେ ନିଜକୁ ହିଂସ୍ର ଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିପାରିଲା। ନିଆଁ ଦ୍ୱାରା ମାଂସ ପୋଡି ଖାଇ ଶିଖିଲା। କଞ୍ଚା ମାଂସ ଠାରୁ ପୋଡା ମାଂସର ସ୍ୱାଦ ଅଧିକ ସେ ଜାଣିପାରିଲା। ହେଲା, ନିଆଁରେ ପୋଡିଦେଲେ ବାସ୍ନା ଟେଷ୍ଟ ଲାଗେ। ଦାକ୍ଷିଣାତ୍ୟର କେତେକ ଗୁମ୍ଫାରେ ଜମିଥିବା ପାଉଁଶରୁ ଅନୁମାନ କରାଯାଏ ଯେ ସେ ଯୁଗରେ ମନୁଷ୍ୟ ନିଆଁର ବ୍ୟବହାର ଜାଣିଥିଲା। ପାଉଁଶ ଦେଖିଲେ ନା, ପାଉଁଶରୁ ଜଣା ପଡୁଛି ନିଆଁ ବ୍ୟବହାର ହେଲା। ବିଭିନ୍ନ ଗୁମ୍ଫାରେ ଏ ଯୁଗରେ ମନୁଷ୍ୟମାନେ ବ୍ୟବହାର କରୁଥିବା ଚିତ୍ରକଳାର ସନ୍ଧାନ ମିଳିଛି। ଫ୍ରାନ୍ସ, ସ୍ପେନ, ଇଟାଲୀ, ଜର୍ମାନୀର ବିଭିନ୍ନ ଗୁମ୍ଫା, ପାହାଡରେ ବିଭିନ୍ନ ପଶୁପକ୍ଷୀ, ବଲଗା ହରିଣ ଶିକାର, ଧାବମାନ, ବଣ ମଇଁଷି ଇତ୍ୟାଦିଙ୍କର ଚିତ୍ରମାନ ଅଙ୍କା ଯାଇଛି। ଓଡିଶାର ଗୁଡହାଣ୍ଡି, ଏଇ ସବୁ ଜାଗା ଗୁଡାକ ଓଡିଶାର। ଏଠି କଣ ଚିତ୍ରକଳା ଦେଖିବାକୁ ମିଳେ, ମାନେ ଲୋକ ସେତେବେଳକୁ ଚିତ୍ରକଳା ଶିଖିଗଲେଣି। ପୁରାତନ ପ୍ରସ୍ତର ଯୁଗ କଥା ପଡିଛି। ଓଡିଶାର ଗୁଡହାଣ୍ଡି, ବିକ୍ରମଖୋଲ ଆଉ ମାଣିକ ମଡା, ଯୋଗୀ ମଠ ଇତ୍ୟାଦି ପାହାଡର ଚିତ୍ରକଳା ଦେଖିବାକୁ ମିଳେ। ଏଇ ସବୁ ଏଗୁଡାକ ଇମ୍ପୋର୍ଟାଣ୍ଟ।
ଏଗୁଡ଼ା ସବୁ ନୋଟରେ ଲେଖିବ କୋଉ ସବୁ ସ୍ଥାନରେ କଣ ସବୁ ମିଳିଥିଲା ହେଲା କି।